କେବେ ଭାବିଛନ୍ତି ମହାଭାରତର ସେହି ଭୟଙ୍କର ଯୁଦ୍ଧ ଯେଉଁଥିପାଇଁ 18 ଦିନ ଲାଗିଥିଲା ତାହା କ'ଣ ଗୋଟିଏ ମୁହୂର୍ତ୍ତରେ ଶେଷ ହୋଇଯାଇ ପାରିଥାନ୍ତା? ଚାଲନ୍ତୁ ଆଜି ମହାଭାରତର ଏକ ଏମିତି ଅକୁଆ କାହାଣୀ ଭିତରକୁ ଯିବା ଯାହା ଆମକୁ ଏହି ପ୍ରଶ୍ନର ଉତ୍ତର ଦେବ। କଥାଟା ଶୁଣିବାକୁ ଅବିଶ୍ୱାସନୀୟ ଲାଗୁଛି, ନୁହେଁ କି? 18 ଦିନର ଘମାଘୋଟ ଯୁଦ୍ଧ, ଲକ୍ଷ ଲକ୍ଷ ଯୋଦ୍ଧାଙ୍କର ବଳିଦାନ, ଏସବୁ କ'ଣ ବଦଳି ଯାଇଥାନ୍ତା କେବଳ ଜଣେ ମାତ୍ର ଯୋଦ୍ଧା ପାଇଁ? ହଁ, ଏହି ଗୋଟିଏ ପ୍ରଶ୍ନ ହିଁ ଆମକୁ ଜଣେ ଏଭଳି ରହସ୍ୟମୟ ବୀରଙ୍କ ପାଖକୁ ନେଇଯାଏ ଯାହାଙ୍କ କାହାଣୀ ଅନେକେ ଜାଣନ୍ତି ନାହିଁ। ଆମ କାହାଣୀର ପ୍ରଥମ ଭାଗର ନାଁ ହେଉଛି ଗୋଟିଏ ତୀରର ବାଳକ। କାହାଣୀର ଆରମ୍ଭ ହେଉଛି ଏକ ଅଜଣା ରହସ୍ୟମୟ ବାଳକଠାରୁ। ତା ପାଖରେ କୌଣସି ବିରାଟ ସେନା ନଥିଲା କି ଅସ୍ତ୍ରଶସ୍ତ୍ରର ପାହାଡ଼ ବି ନଥିଲା। ଥିଲା କେବଳ ଗୋଟିଏ ତୀର, କିନ୍ତୁ ସେହି ଗୋଟିଏ ତୀରରେ ହିଁ ଲୁଚି ରହିଥିଲା ସମଗ୍ର ଯୁଦ୍ଧକୁ ବଦଳାଇ ଦେବାର ଶକ୍ତି। କଳ୍ପନା କରନ୍ତୁ ଦୃଶ୍ୟଟିକୁ, ଯମୁନା ନଦୀର ଶାନ୍ତ କୂଳ, ଆଉ ସେଇଠି ଜଣେ ବାଳକ ନିଜର ସେହି ଏକମାତ୍ର ତୀରକୁ ଏକାଗ୍ରତାର ସହ ଧାର କରୁଛି। ତାର ଏକାଗ୍ରତା ଦେଖି ଲାଗୁଥିଲା ସତେ ଯେମିତି ସାରା ବ୍ରହ୍ମାଣ୍ଡର ଭବିଷ୍ୟତ ସେହି ତୀର ଉପରେ ହିଁ ନିର୍ଭର କରୁଛି। କିନ୍ତୁ କିଏ ସେ, ଆଉ ତାର ଉଦ୍ଦେଶ୍ୟ ବା କ'ଣ? ଆଉ ସେହି ନୀରବତାକୁ ଭାଙ୍ଗି ହଠାତ୍ ସେଠାରେ ପହଞ୍ଚିଲେ ସ୍ୱୟଂ ଶ୍ରୀକୃଷ୍ଣ। ସେ ବାଳକକୁ ତାର ପରିଚୟ ପଚାରିଲେ। ବାଳକଟି ଶାନ୍ତ ଭାବରେ ଉତ୍ତର ଦେଲା, ମୋ ନାମ ବେଳାଳ ସେନ। ମୁଁ ପାଣ୍ଡବ ଭୀମସେନ ଓ ପାତାଳପୁରୀର ନାଗକନ୍ୟା ବେଲାବଳୀଙ୍କ ପୁତ୍ର। ଶ୍ରୀକୃଷ୍ଣ ଯେତେବେଳେ ପଚାରିଲେ, ତୁମେ ଏଠାରେ କ'ଣ କରୁଛ? ବେଲାଳସେନଙ୍କ ଉତ୍ତର ଥିଲା ଏକଦମ ସ୍ପଷ୍ଟ ଆଉ ଦୃଢ଼। ସେ କହିଲେ, ମୋତେ ମୋର ପିତା ଆଗାମୀ କୁରୁକ୍ଷେତ୍ର ଯୁଦ୍ଧରେ ଯୋଗ ଦେବା ପାଇଁ ସ୍ମରଣ କରିଛନ୍ତି। ଶ୍ରୀକୃଷ୍ଣ ଟିକେ ହସି କହିଲେ, ତୁମେ ତ ଏକା ଆସିଛ, ଆଉ ତୁମ ପାଖରେ ମାତ୍ର ଗୋଟିଏ ତୀର। କିନ୍ତୁ କୌରବ ପକ୍ଷରେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣ, ଅଙ୍ଗରାଜ କର୍ଣ୍ଣଙ୍କ ଭଳି ମହାରଥୀ ଅଛନ୍ତି। ତୁମେ ସେମାନଙ୍କର ସାମ୍ନା କିପରି କରିବ? ବେଳାସେନଙ୍କ ଉତ୍ତର ଶ୍ରୀକୃଷ୍ଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେଲା। ସେ ଅବିଚଳିତ ଭାବେ କହିଲେ, ପ୍ରଭୁ, ଏହି ଗୋଟିଏ ତୀର ହିଁ ସମଗ୍ର କୌରବ ସେନାକୁ ନିମିଷକ ମଧ୍ୟରେ ଧ୍ୱଂସ କରିବା ପାଇଁ ଯଥେଷ୍ଟ। ଭାବନ୍ତୁ ତ, ଏହା କେତେ ବଡ଼ ଦାବି ଥିଲା। ଏତେ ବଡ଼ ଦାବି ଶୁଣିବା ପରେ ତ ତାର ସତ୍ୟତା ପରଖିବା ନିହାତି ଜରୁରୀ। ତେଣୁ ଏବେ ଆସିଲା ଆମ କାହାଣୀର ଦ୍ୱିତୀୟ ଭାଗ, ଶକ୍ତିର ପରୀକ୍ଷା। ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ବେଳାଳସେନଙ୍କ ପରୀକ୍ଷା ନେବାକୁ ସ୍ଥିର କଲେ। ଶ୍ରୀକୃଷ୍ଣ ଏକ ବହୁତ ଯୁକ୍ତିଯୁକ୍ତ ପ୍ରଶ୍ନ ପଚାରିଲେ। ସେ କହିଲେ, ଯୁଦ୍ଧଭୂମିରେ ତ ପାଣ୍ଡବ ଓ କୌରବ ଉଭୟ ପକ୍ଷର ସୈନ୍ୟମାନେ ମିଶି କରିଥିବେ। ତୁମ ତୀର କେବଳ କୌରବମାନଙ୍କୁ ଚିହ୍ନିବ କେମିତି? ଏହା ହିଁ ଥିଲା ପ୍ରଥମ ପରୀକ୍ଷା। ତେବେ ଶ୍ରୀକୃଷ୍ଣ ବେଳାଳସେନଙ୍କ ସାମ୍ନାରେ ଦୁଇଟି କଠିନ ପରୀକ୍ଷା ରଖିଲେ। ପ୍ରଥମେ ସମଗ୍ର କୌରବ ସେନାକୁ ଚିହ୍ନିତ କରିବା, ଆଉ ଦ୍ୱିତୀୟରେ ଶ୍ରୀକୃଷ୍ଣ ଯେଉଁଠି ବି ଲୁଚିବେ ତାଙ୍କୁ ଖୋଜି ବାହାର କରିବା। ପ୍ରଥମ ପରୀକ୍ଷା ପାଇଁ ବେଳାଳସେନ କେବଳ ତାଙ୍କ ତୀରରେ ସିନ୍ଦୁର ଲଗାଇ ଧନୁରୁ ଛାଡ଼ିଦେଲେ। ଆଉ ତାପରେ ଯାହା ହେଲା ତାହା ସତରେ ଅକଳ୍ପନୀୟ ଥିଲା। ସେହି ଗୋଟିଏ ତୀର ଆଖି ପିଛୁଳାକେ ସମଗ୍ର କୌରବ ସେନାର ପ୍ରତ୍ୟେକ ସୈନିକଙ୍କ କପାଳରେ ସିନ୍ଦୁର ଟୋପା ଲଗାଇ ପୁଣିଥରେ ବେଳାଳସେନଙ୍କ ପାଖକୁ ଫେରିଆସିଲା। ପ୍ରଥମ ପରୀକ୍ଷାର ଫଳ ଦେଖି ଶ୍ରୀକୃଷ୍ଣ ତ ସ୍ତବ୍ଧ। ଦ୍ୱିତୀୟ ପରୀକ୍ଷାକୁ ଆହୁରି କଠିନ କରିବା ପାଇଁ ସେ ଏକ ଉପାୟ ପାଞ୍ଚିଲେ। ସେ ନିଜେ ଏକ ସୂକ୍ଷ୍ମ ରୂପ ଧାରଣ କରି ବେଳାଳସେନଙ୍କ ନିଜ ଆଙ୍ଗୁଠି ସନ୍ଧି ଭିତରେ ହିଁ ଲୁଚିଗଲେ। ବେଳାଳସେନ ପୁଣି ଧନୁରେ ତୀର ଯୋଖିଲେ, ଆଉ ଏଥର ତୀରଟି ଆକାଶରେ କିଛି ସମୟ ବୁଲିବା ପରେ ସିଧା ଆସି ତାଙ୍କ ନିଜ ଆଙ୍ଗୁଠି ସନ୍ଧି ଆଡ଼କୁ ହିଁ ଇସାରା କଲା। ଏଥିରୁ ସ୍ପଷ୍ଟ ହୋଇଗଲା ଯେ ବେଳାଳସେନଙ୍କ ଶକ୍ତିର କୌଣସି ସୀମା ନାହିଁ। ବେଳାଳସେନଙ୍କ ଶକ୍ତି ତ ପ୍ରମାଣିତ ହୋଇସାରିଥିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହା ଶ୍ରୀକୃଷ୍ଣଙ୍କୁ ଆଶ୍ୱସ୍ତ କରିବା ବଦଳରେ ଏକ ଗଭୀର ଚିନ୍ତା ଓ ଦ୍ୱନ୍ଦ୍ୱରେ ପକାଇଦେଲା। ଆଉ ଏଇଠୁ ଆରମ୍ଭ ହେଉଛି ଆମ କାହାଣୀର ତୃତୀୟ ଭାଗ, ଦିବ୍ୟ ଦ୍ୱନ୍ଦ୍ୱ। ଶ୍ରୀକୃଷ୍ଣ ବୁଝିପାରିଲେ ଯେ ଯଦି ବେଳାଳସେନ ଯୁଦ୍ଧରେ ଭାଗ ନିଅନ୍ତି, ତେବେ ମହାଭାରତ ଯୁଦ୍ଧ ଆରମ୍ଭ ହେବାର କିଛି ମୁହୂର୍ତ୍ତ ମଧ୍ୟରେ ହିଁ ଶେଷ ହୋଇଯିବ। ପାଣ୍ଡବମାନେ ଜିତିଯିବେ, କିନ୍ତୁ ଏହା ଏକ ସମାଧାନ ନୁହେଁ, ବରଂ ଏକ ବଡ଼ ସମସ୍ୟା ଥିଲା। ଦେଖନ୍ତୁ, ଶ୍ରୀକୃଷ୍ଣଙ୍କ ସାମ୍ନାରେ ଥିଲା ଦୁଇଟି ରାସ୍ତା। ଗୋଟିଏ ପଟେ ବେଳାଳସେନଙ୍କ ଶକ୍ତି ଯୋଗୁଁ ପାଣ୍ଡବଙ୍କର ତତ୍କ୍ଷଣାତ୍ ବିଜୟ, କିନ୍ତୁ ଅନ୍ୟପଟେ ଥିଲା ଯୁଦ୍ଧର ଏକ ମହାନ ଉଦ୍ଦେଶ୍ୟ, ଧର୍ମର ପୁନଃସ୍ଥାପନା। ଏଥିପାଇଁ 18 ଦିନର ସେହି ସଂଘର୍ଷ ବହୁତ ଜରୁରୀ ଥିଲା, ଯାହା ମାଧ୍ୟମରେ ସେ ସମଗ୍ର ସଂସାରକୁ ଗୀତାର ଅମୂଲ୍ୟ ଜ୍ଞାନ ଦେବାକୁ ଚାହୁଁଥିଲେ। ଏହି ଦିବ୍ୟ ଦ୍ୱନ୍ଦ୍ୱରୁ ବାହାରିବା ପାଇଁ ଶ୍ରୀକୃଷ୍ଣଙ୍କୁ ଏକ ବହୁତ କଠୋର ନିଷ୍ପତ୍ତି ନେବାକୁ ପଡ଼ିଲା। ଏକ ଏମିତି ନିଷ୍ପତ୍ତି ଯାହା ଦାବି କରୁଥିଲା ଏକ ପରମ ବଳିଦାନ। ଶ୍ରୀକୃଷ୍ଣ ବେଳାଳସେନଙ୍କ ପାଖକୁ ଯାଇ କହିଲେ, ତୁମ୍ଭେ ନିଜର ଶକ୍ତି ପ୍ରମାଣ କରିସାରିଛ। ଏବେ ମୁଁ ତୁମକୁ ଏକ ବର ମାଗୁଛି।
ମୋତେ ତୁମର ମସ୍ତକ ଦାନ କର। ଏହା ଏକ ହୃଦୟ ବିଦାରକ ଅକଳ୍ପନୀୟ ଅନୁରୋଧ ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ବିଳାଳସେନଙ୍କ ମୁହଁରେ ଭୟର ଲେଶମାତ୍ର ଚିହ୍ନ ନଥିଲା। ସେ ବିନା କୌଣସି ପ୍ରଶ୍ନରେ ହସି ହସି ନିଜର ଶିରଦାନ କରିବାକୁ ରାଜି ହୋଇଗଲେ। ସେ ବୋଧହୁଏ ବୁଝିପାରିଥିଲେ ଯେ ତାଙ୍କର ଏହି ବଳିଦାନ ଏକ ମହାନ ଉଦ୍ଦେଶ୍ୟ ପାଇଁ କେତେ ଆବଶ୍ୟକ। ବଳିଦାନ ଦେବା ପୂର୍ବରୁ ସେ କେବଳ ଗୋଟିଏ ଇଚ୍ଛା ପ୍ରକାଶ କଲେ। ସେ କହିଲେ, ମୋର କେବଳ ଗୋଟିଏ ଇଚ୍ଛା, ମୁଁ ସେହି ମହାଯୁଦ୍ଧକୁ ନିଜ ଆଖିରେ ଦେଖିବାକୁ ଚାହେଁ ଯାହାକୁ ଜିତିବା ପାଇଁ ମୁଁ ଜନ୍ମ ହୋଇଥିଲି। ଶ୍ରୀକୃଷ୍ଣ ତାଙ୍କର ଏହି ଶେଷ ଇଚ୍ଛାକୁ ସମ୍ମାନ ଜଣାଇଲେ। ବେଳାଳସେନଙ୍କ ମସ୍ତକକୁ ଯୁଦ୍ଧଭୂମି ପାଖରେ ଥିବା ଏକ ଉଚ୍ଚ ସ୍ତମ୍ଭ ଉପରେ ସ୍ଥାପନ କରାଗଲା, ଯେଉଁଠାରେ ସେ ସମ୍ପୂର୍ଣ୍ଣ ମହାଭାରତ ଯୁଦ୍ଧର ନୀରବ ସାକ୍ଷୀ ହୋଇ ରହିଲେ। ତେବେ ବେଳାଳସେନଙ୍କ ଏହି କାହାଣୀ ଆମକୁ କ'ଣ ଶିଖାଏ? ଏହା ବୀରତ୍ୱର ଏକ ନୂଆ ପରିଭାଷା ଦିଏ। ପ୍ରକୃତ ବୀର କେବଳ ସେ ନୁହେଁ ଯେ ଯୁଦ୍ଧ ଜିତେ, ବରଂ ସେ ଯିଏ ଏକ ମହାନ ଉଦ୍ଦେଶ୍ୟ ପାଇଁ ନିଜର ସବୁଠୁ ବଡ଼ ବିଜୟକୁ ମଧ୍ୟ ହସି ହସି ବଳିଦାନ ଦେଇପାରେ। ତାଙ୍କ କାହାଣୀ ମନେ ପକାଇଦିଏ ଯେ ଇତିହାସ କେବଳ ଜଣାଶୁଣା ଯୋଦ୍ଧାମାନଙ୍କ ଦ୍ୱାରା ଲେଖାଯାଏ ନାହିଁ, ବରଂ ବେଳାଳସେନଙ୍କ ପରି ଅଗଣିତ ନୀରବ ବଳିଦାନୀମାନଙ୍କ ଦ୍ୱାରା ମଧ୍ୟ ଗଢ଼ାଯାଏ, ଯେଉଁମାନଙ୍କ ନାମ ହୁଏତ ଇତିହାସ ପୃଷ୍ଠାରେ ହଜିଯାଏ।